ପୁଣି ବିବାଦ ଘେରରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଅନିୟମିତତାର ପର୍ଦ୍ଦାଫାଶ। ଅନିୟମିତତାର ପେଡି ଖୁଲୁଛି, ସାମ୍ନାକୁ ଆସୁଛି ବିରାଟ ସତ୍ୟ। ନୀରବ କାହିଁକି ବିଭାଗ ଅଧିକାରୀଙ୍କ ଭୂମିକାକୁ ନେଇ ବଢୁଛି ସନ୍ଦେହ। ବିଗତ ଦିନ ପ୍ରଦେଶ ବାର୍ତ୍ତା ନ୍ୟୁଜରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନକୁ ନେଇ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଏହି ଘଟଣା ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଅନିୟମିତତାର ପେଡି ଖୁଲୁଛି ଏବଂ ସାମ୍ନାକୁ ଆସୁଛି ସତ୍ୟ। 2023 ମସିହାରେ ସିଏସ୍ଆର୍ ଯୋଜନାରେ କ୍ରୟ ହୋଇଥିବା ଏହି ମେସିନ କେଉଁ ଅଧିକାରୀ ଗ୍ରହଣ କରିଥିଲେ, ଏନେଇ ବିଭାଗକୁ ସୂଚନା ମାଗିଥିଲେ ମଧ୍ୟ ତଥ୍ୟ ଦେବାରେ କାହିଁକି ନୀରବ ବିଭାଗ? ସୂଚନା ଲୁଚାଇବା ପଛରେ ରହିଛି କି କୌଣସି ରହସ୍ୟ? ଏକ୍ସରେ ମେସିନରେ ଥିବା ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗୁଡିକ ଉପଲବ୍ଧ ନଥିବା ଯୋଗୁଁ ଅଭିଯୋଗ ଉଠିଥିଲେ ମଧ୍ୟ ଏନେଇ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇ ନାହିଁ। ଉପଲବ୍ଧ ନଥିବା ଯନ୍ତ୍ରାଂଶ ଗୁଡିକୁ କେଉଁଠି ଗଲା, କିପରି ମିଳିବ ଏବଂ ମେସିନକୁ କିପରି ପୁଣି କାର୍ଯ୍ୟକ୍ଷମ କରାଇବ, ତାହାକୁ ନେଇ ମଧ୍ୟ ବିଭାଗ ସ୍ତରରେ କୌଣସି ତତ୍ପରତା ଦେଖାଯାଉ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର କ୍ରୟ ହୋଇଥିବା ଏକ୍ସରେ ମେସିନ ଏବେ ଅଚଳ ଅବସ୍ଥାରେ ପଡିଛି। ବିଭାଗ ଅଧିକାରୀଙ୍କ ନୀରବତା ପଛରେ କଣ ରହିଛି କାରଣ? ନିଖୋଜ ଯନ୍ତ୍ରାଂଶ ନେଇ କାହିଁକି ନୀରବ ବିଭାଗ? ତଦନ୍ତ କିମ୍ବା ପଦକ୍ଷେପ ବଦଳରେ ନୀରବତା କାହିଁକି? ନୀରବତାକୁ ନେଇ ଅଧିକାରୀଙ୍କ ଭୂମିକା ଉପରେ ବଢୁଛି ସନ୍ଦେହ। ବ୍ୟୁରୋ ରିପୋର୍ଟ, ପ୍ରଦେଶ ବାର୍ତ୍ତା ନ୍ୟୁଜ।